ମୋ ପୁଅ ଆମେ ଶୋଇବୁ। କାଲି ସେ ତା ବାବାଙ୍କୁ ଅପେକ୍ଷା କରି କରି ଶୋଇ ପଡ଼ିଲା। ଠିକ୍ ଆସିବା ସମୟରେ ଶୋଇ ପଡ଼ିଲା। ସକାଳେ ସକାଳେ ଯୋଉ କାନ୍ଦଲ ବୋପା, ସକାଳେ ସକାଳେ ମୁଁ ଦେଖିଥାନ୍ତି, ମତେ କିଆଁ ଉଠେଇଲନି ତମେ? ଶୋଇ ପଡ଼ିଥିଲା ତ, ମୁଁ କହିଲି ହଁ କ'ଣ ଉଠେଇବା, ସକାଳୁ ବି ସ୍କୁଲ ଯିବାର ଅଛି। ସେଥିପାଇଁ ତାକୁ ମୁଁ ଉଠେଇ ନଥିଲି। ମାନେ ଏତେ କାନ୍ଦ, ତା କାନ୍ଦ ଶୁଣିକି ବି ନନା ଉଠି ପଡ଼ିଲେ। ଗଲା ବେଳକୁ ମୁଁ ଟିକେ ଦେଖିକିରି ଯିବି, ଟିକେ ମିଶି ପାରିବିନି, ସେ ପଳେଇବେ, ମତେ ତମେ ଉଠେଇନ କହିଲୁ ନା ରେ ବାବା। ତାପରେ ୟା କାନ୍ଦ ଶୁଣିକି ନନା ବି ଉଠିଲେ। ମିଳିଗଲା 200 ଟଙ୍କା ଆଉ ନାଞ୍ଚିବାଟା। ନାଞ୍ଚ ଦରକାର ନା। କିଏ ସବୁ ପିଲାବେଳେ ସବୁ ପଇସା ଦେଲେ, ସବୁ ମାନେ ଅପେକ୍ଷା କରୁଥିଲ କୁଣିଆ ଆସତୁ କି କିଏ ଗୋଟେ ରିଲେଟିଭ ଆସିଲେ, ସବୁ ଛୋଟ ଏଇ ସେ ଆସିଲେ ମତେ ପଇସା ଦବ, ଖର୍ଚ୍ଚ କରିବି। ମାନେ ଏବେ ଛୋଟ ପିଲାଙ୍କର ଏମିତି ନାହିଁ, ଅଛି ଏମିତି ଗୋଟେ ଆଗରୁ ରହିଯାଇଛି ନା, ସେ ତାର ଜୀବନୀ ଯାହାହେଲେ ଟିକେ ରହିବ। କିନ୍ତୁ ମୋର ମନେ ଅଛି ଛୋଟ ପିଲାମାନେ ଯେତେବେଳେ ଆସିଥି ରିଲେଟିଭ ମାନେ ସବୁ ପଇସା ହେଇଥି, ସେ ଆସିକି ପଇସା ଦେବେ, ଆଉ ମୁଁ ଏଟା କିଣିବି ହେଟା କିଣିବି, ମାନେ ଆଡ଼େ ପଇସା ନ ଦଉତୁ ଗୋଟେ ମାନେ ମନ ଭିତରେ ଗୋଟେ ଭାବନା ଆସିଯିବ। ସେମିତି ଛୋଟ ପିଲାଙ୍କର ଅଛି ଆଉ ଗୋଟେ ଆଗରୁ ଅଛି ସେମିତି ନା। କ'ଣ କହିବୁ କି ଆଉ? ଖାଲି ମୋର ଗୋଟେ ଭିଡ଼ିଓ କର, ମୋର ଗୋଟେ ଭିଡ଼ିଓ କର, ତମେ ଖାଲି ବାବାଙ୍କ ସହିତ କରୁଛ, ମୋ ସହିତ କରୁନ। ତାର ଏଇ ପ୍ରୋବ୍ଲେମ୍, ଆଉ କିଛି ନାହିଁ। ଖାଲି ସବୁବେଳେ ଖାଲି ମତେ ଭଲ ପାଅ, ତମେ ବାବାଙ୍କୁ ଭଲ ପାଉଛ, ମତେ ଭଲ ପାଉନ। ତା ମନରେ ଏଇଟା ଗୋଟେ ଭାବନା ଆଉ। ମୋ ଧନୁଆଟେ ଲୋ, ମୋ ସୁନାଟେ ଲୋ, ମୋ ସୁନାଟେ, ମୋ ସୁନାଟା। ବଡ଼ ହେଲେ ମାମାକୁ ଏତିକି ଭଲ ପାଇବୁ? ହଉ ଦେଖିବ ସାଙ୍ଗମାନେ, ଆଉ ଦେଖିବ ସେ ଏଇନା ହଁ କରୁଛି ତ, ଯେତେବେଳେ ମୁଁ ଯଦି ବ୍ଲଗ୍ କରୁଥିବି, ସେ ଯଦି ବଡ଼ ନହେଲେ ସେ ଯେତେବେଳେ ବଡ଼ ହେଇଯିବ, ମତେ ଯଦି ନ ପଚାରିବ ବାବାକୁ ପଚାରିବୁ, ହଉ ସେ ହଁ କରୁଛି, ଯଦି ନ ପଚାରିବ ସମସ୍ତେ ଆଇବ ତା ଗାଲରେ ଥାଡ଼ ବସେଇଦବ, ବାଡ଼େଇବେ ସବୁ, ଜାଣିଛୁ ନା। ହଉ କ'ଣ କରିବା, ଭାଗ୍ୟରେ ତ ଯାହା ଅଛି ହବ, ଆଉ କ'ଣ କରିବା। ହଉ ରାତି ହେଇଗଲାଣି, ଆମେ ତାହେଲେ ଶୋଉଛି। ବାଇ ବାଇ, ଟାଟା କରିଦେ, ଟିକେ କରିଦେ, ନ କର, ଆଉ ମୁଁ କରିଛି ବାବା, ରଖୁଛି ଏବେ। କାଲି କ'ଣ ବ୍ଲଗ ହବ, କାଲି ଦେଖା ହବ ସାଙ୍ଗମାନେ।